स्तरीय बृहत तालतेल वृक्षारोपण अभियान शुभारंभ। मयूरभंज जिलार बारिपदा सब डिविजन अंतर्गत बेतनटी ब्लॉक अधीन धनपुर ग्राम कृषि और कृषक सशक्तिकरण विभाग तरफ राज्य स्तरीय बृहत तालतेल वृक्षारोपण अभियान मान्यवर उपमुख्यमंत्री तथा कृषि और कृषक सशक्तिकरण शक्ति मंत्री श्रीयुक्त कनक वर्धन सिंहदेव द्वारा शनिवार दिन शुभारंभ होईछि। ଏହି ଅଭିଯାନ ଅନ୍ତର୍ଗତ କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ସିଂହଦେଓ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ରାଜ୍ୟସ୍ତରୀୟ ଅଭିଯାନକୁ ଉଦ୍ଘାଟନ କରିଥିବା ବେଳେ ବାଲେଶ୍ୱର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ, ମାନ୍ୟବର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର, ପ୍ରକାଶ ସୋରେନ, ସନାତନ ବିଜୁଳି, କୃଷି ଉଦ୍ୟାନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଉକ୍ତ ଉଦ୍ଘାଟନୀ ଉତ୍ସବରେ ଅତିଥିମାନେ ତାଳ ତେଲର ଉତ୍କର୍ଷତା ଏବଂ ଏହି ଫସଲ ଚାଷ ଫଳରେ ଚାଷୀମାନେ କିପରି ଆତ୍ମନିର୍ଭରଶୀଳ ହେବେ ସେ ବିଷୟରେ ନିଜ ନିଜର ଅଭିଭାଷଣ ରଖିଥିଲେ। ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତାଳ ତେଲର ଚାହିଦା ରପ୍ତାନୀରେ ଓଡ଼ିଶାର ଲାଭ ବିଷୟରେ କହିଥିଲେ। ସୂଚନା ଥାଉ କି ଆମ ରାଜ୍ୟର 20ଟି ଜିଲ୍ଲାରେ 11 ଗୋଟି ତାଳ ତେଲ କମ୍ପାନୀର ସହଯୋଗରେ ଏହି ଫସଲର କାର୍ଯ୍ୟକ୍ରମ ଚାଲୁ ରହିଛି। ଏଥିରେ 11 ଗୋଟି ତାଳ ତେଲ କମ୍ପାନୀ ତାଙ୍କର ପ୍ରଦର୍ଶନୀ ସାମଗ୍ରୀ ପ୍ରଦର୍ଶନ କରିଥିଲେ। ଏହି ଫସଲର ପ୍ରଚାର ଓ ପ୍ରସାର ନିମନ୍ତେ କୃଷକମାନଙ୍କୁ ଜାତୀୟ ଖାଇବା ତେଲ ମିଶନ ଯୋଜନାରେ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରୋତ୍ସାହନ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାର ଅନ୍ୟୁନ 3000 ଚାଷୀ ଭାଇ ଓ ଭଉଣୀମାନେ ଯୋଗ ଦେଇଥିଲେ। ବାରିପଦାରୁ ଗୌର ଦାସଗିରିଙ୍କ ରିପୋର୍ଟ, ଜନଶକ୍ତି ଟିଭି।